ରାମଚଣ୍ଡୀ ମନ୍ଦିରର କାହାଣୀ। ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ରାମଚଣ୍ଡୀ ମନ୍ଦିର ସମୁଦ୍ର ପାର୍ଶ୍ୱରେ ଥିବା ଏକ ପ୍ରସିଦ୍ଧ ଶକ୍ତିପୀଠ ଅଟେ। ଏହି ମନ୍ଦିର ମା ରାମଚଣ୍ଡୀଙ୍କୁ ଉଦ୍ଦେଶ୍ୟ କରି ନିର୍ମିତ। ମା ରାମଚଣ୍ଡୀଙ୍କୁ ମା ଚଣ୍ଡୀ, ମା ଶକ୍ତି ଓ ମା ଦୁର୍ଗାଙ୍କର ଏକ ରୂପ ବୋଲି କୁହାଯାଏ। ନମସ୍କାର ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ମା ରାମଚଣ୍ଡୀଙ୍କ ମନ୍ଦିରର ପୌରାଣିକ ତଥ୍ୟ। 17ଶହ ଶତାବ୍ଦୀ କଥା। ବଙ୍ଗୀୟ ସୁଲତାନ ସୁଲେମାନ କରାରୀଙ୍କ ସେନାପତି କଳାପାହାଡ଼ କୋଣାର୍କ ମନ୍ଦିରକୁ ଭାଙ୍ଗି ହିନ୍ଦୁ ଦେବାଦେବୀଙ୍କୁ ଧ୍ୱଂସ କରିବାର ଶପଥ ନେଇଥିଲେ। କଳାପାହାଡ଼ ସୁଲେମାନ କରାରୀଙ୍କର ସେନାଧ୍ୟକ୍ଷ ହେବା ସହ ସୁଲତାନଙ୍କ ଝିଅକୁ ବିବାହ କରି ସେ ତାଙ୍କର ଜ୍ୱାଇଁ ପାଲଟି ଯାଇଥିଲେ। ସୁଲତାନଙ୍କ ଝିଅକୁ ବିବାହ କରିବା ପାଇଁ କଳାପାହାଡ଼ ଧର୍ମ ପରିବର୍ତ୍ତନ କରି ମୁସଲମାନ ଧର୍ମ ଗ୍ରହଣ କରିଥିଲେ। କଳାପାହାଡ଼ ଦୃଷ୍ଟି ପଡ଼ିଲା ରାମଚଣ୍ଡୀଙ୍କ ମନ୍ଦିର ଉପରେ। ଏହା ପୂର୍ବରୁ ସେ କୋଣାର୍କ ମନ୍ଦିରର ମୁଖଶାଳାକୁ ଭାଙ୍ଗି ଦେଇ ଆସିଥିଲେ। ସେ ତାହାର ସୈନ୍ୟ ଧରି ଆକ୍ରମଣ କରି ମା ରାମଚଣ୍ଡୀଙ୍କ ମନ୍ଦିର ଉପରେ କଳାପାହାଡ଼ର ମନ୍ଦ ଉଦ୍ଦେଶ୍ୟ ମା ରାମଚଣ୍ଡୀ ଜାଣିପାରି ଏକ ଦାସୀ ରୂପରେ କଳାପାହାଡ଼ ଆଗରେ ଆବିର୍ଭୂତା ହେଲେ। ସେ ମା ରାମଚଣ୍ଡୀଙ୍କର ଦାସୀ ଓ ମାଙ୍କ ଲାଗି ପାଣି ଆଣିବାକୁ କହୁଛନ୍ତି କହି ସେ ସେଠାରୁ ଖସି ପଳାଇ ଆସିଲେ। କିଛି ସମୟ ଅପେକ୍ଷା କଲା ପରେ କଳାପାହାଡ଼ଙ୍କ ମନରେ ସନ୍ଦେହ ଜାତ ହେଲା। ସେ ମାଙ୍କୁ ଆଣିବାକୁ ମନ୍ଦିର ଭିତରକୁ ଚାଲିଯାଆନ୍ତି। ସେ ଦେଖନ୍ତି ଯେ ମା ସିଂହାସନରେ ନାହାନ୍ତି ଏବଂ ସେ କ୍ରୋଧାନ୍ୱିତ ହୋଇଯାଆନ୍ତି। ତେବେ ଦାସୀଟି ମା ରାମଚଣ୍ଡୀଙ୍କୁ ନେଇଯାଇଛି ଭାବି କଳାପାହାଡ଼ ତାଙ୍କୁ ଅନୁସନ୍ଧାନ କରିବାରେ ଲାଗି ପଡ଼ନ୍ତି। ଆଉ ତାପରେ ହଠାତ୍ ମାଙ୍କୁ ନଦୀ ମଧ୍ୟରେ ସେ ଦେଖନ୍ତି। ମାଙ୍କର ସେହି ସିଂହ ବାହିନୀ ଦଶଭୁଜା ରୂପ ଦେଖି କଳାପାହାଡ଼ ସେଠାରେ ଆଉ ରହିପାରନ୍ତି ନାହିଁ ଓ ନିଜ ସୈନ୍ୟମାନଙ୍କ ସହ ସେହି ଜାଗା ଛାଡ଼ି ଚାଲିଯାଆନ୍ତି। ଏହାପରେ ମା ରାମଚଣ୍ଡୀ ନିଜ ପୁରୁଣା ମନ୍ଦିର ଛାଡ଼ି ନଦୀ ପାରରେ ନିଜର ନୂଆ ପୀଠ ସ୍ଥାପନା କଲେ, ଯେଉଁଠି ଆଜିର ରାମଚଣ୍ଡୀ ମନ୍ଦିର ଅବସ୍ଥିତ। ରାମଚଣ୍ଡୀଙ୍କୁ ଭକ୍ତମାନେ ଜୟଚଣ୍ଡୀ, ସମୁଦ୍ର ଦେବୀ ଓ ନାଭି ଶକ୍ତି ବୋଲି ପୂଜା କରନ୍ତି। ଏଠାରେ ମାଙ୍କୁ ସାଧାରଣତଃ ତାନ୍ତ୍ରିକ ରୀତିରେ ପୂଜା କରାଯାଏ ଏବଂ ରାମଚଣ୍ଡୀ ମନ୍ଦିର କୋଣାର୍କରୁ ପ୍ରାୟ 7ରୁ 8 କିଲୋମିଟର ଦୂରରେ କୁଶଭଦ୍ରା ନଦୀ ଓ ସମୁଦ୍ର ମିଳନ ସ୍ଥଳରେ ଅବସ୍ଥିତ। ଏଠାର ଶାନ୍ତ ପରିବେଶ ଓ ସୁନ୍ଦର ଦୃଶ୍ୟ ମାନସିକ ସୁସ୍ଥତା ଆଣିଦିଏ। ମା ରାମଚଣ୍ଡୀ ହେଉଛନ୍ତି କୋଣାର୍କ ଓ ପୁରୀ ଅଞ୍ଚଳର ରକ୍ଷା ଦେବୀ, ଯିଏ ନିଜ ଭକ୍ତମାନଙ୍କୁ ରକ୍ଷା କରନ୍ତି ଏବଂ ସଙ୍କଟ ସମୟରେ ସହାୟ ହୁଅନ୍ତି। ଜୟ ମା ରାମଚଣ୍ଡୀ।